କରିବେନି ଛଡ଼ା ମୋ ବୟସ କ୍ଲାସ୍ କରିବେ ଆଜ୍ଞା ମୋ ନାଁ ହେଉଛି MP ମୁଁ ସେ ମଣିପୁର ରାଜ୍ୟର MP ସୁରେନ୍ଦ୍ର ପ୍ରସାଦଙ୍କ ଗୋମାସ୍ତା ମାନେ ଭିତ୍ରି କାରବାରରେ ମୁଁ ଆଜ୍ଞା ଆଜକୁ ଅନେକ ବର୍ଷ ହେଇଯିବ ବିଶ୍ୱାସ କରନ୍ତୁ ମତେ ମନ୍ତ୍ରୀ ପଦରେ ଅଭିଷିତ କରିବା ପାଇଁ କହିଲା ତାପରେ ମୁଁ ତା ଘରେ କାର୍ଯ୍ୟ କରୁଥିଲି କିନ୍ତୁ ବହୁତ ଦୁଃଖର କଥା ଶଳା ମତେ ମନ୍ତ୍ରୀବା କରିବା ବଦଳରେ ଶଳା ସେଇ ହାରାମଜାଦା ସୁଜ୍ଞାନକୁ ମନ୍ତ୍ରୀ କରେଇଦେଲା ବିଶ୍ୱାସ କରନ୍ତୁ ଆଜ୍ଞା ମତେ ସେ ଚିହ୍ନିନି ଶଳା ମୋ ନା MP ମାନେ ମୂର୍ଖ ପାଷାଣ୍ଡ ଆଉ ମୋ ବାପାଙ୍କ ନାଁ ମଧ୍ୟ MP ମହାମୂର୍ଖ ପାଷାଣ୍ଡ ଆଉ ମୋ ଗାଁର ନାଁ ହେଲା MP ମାନେ ମଣିପୁର ମୋର ଶିକ୍ଷାଗତ ଯୋଗ୍ୟତା MP ମାନେ ମାଟ୍ରିକ ପାସ୍ ଆଜ୍ଞା ମୋ ଧନ୍ଦା ହେଉଛି MP ମୁଖ୍ୟ ପରାମର୍ଶଦାତା ଆଜ୍ଞା ଆପଣ ମାନେ ଦେଖନ୍ତୁ କି ସୁନ୍ଦର ମାନେ ମୋ ପରିବାରଟା MP কেউ জ্যোতিষকার भी से ना देखी धन्यवाद आज्ञा কিন্তু মোকে কেহি জানি না ମୁଁ ଭଲରେ ଥିଲେ ବହୁତ ସୁନା ଆଉ ବିଗିଡ଼ି ଗଲେ ଏମିତି ଘାଣ୍ଟି ଦେବି ଯେ ରାମାୟଣରେ ମହାଭାରତ ସୃଷ୍ଟି ବିଶ୍ୱାସ କରନ୍ତୁ ଶଳା ମୋତେ ମନ୍ତ୍ରୀ ପଦବୀଟା ଦେଇନି आ देखिबी ठीक अछि मूर्ख पाषांड बोली किए ना दला रे पिता माई से हेले नाई छुआ पिला रे मूर्ख पाषांड बोली किए ना दला रे पिता माई से हेले नाई छुआ पिला रे नाई पिला छुआ रे किए ना दला रे नाई पिला छुआ रे किए ना दला की फुर्सत नहीं सब मिला मेरा रे ए मूर्ख पाषांड को लिखिए ना चला रे ଭଲରେ ଥିଲେ ସୁନା ପିଲା ଆଉ ବିକିଡ଼ି କଲେ ପୃଥିବୀଟାକୁ କରିଦେବି ପୁରା ଢିଲା ଶଳା ମୋର ସେଇ ଟାର୍ଗେଟ ନା ମୋ ଲକ୍ଷ୍ୟଟା ତା ମନ୍ତ୍ରୀ ପଦ ଲାଗେ ଭାଗେ ଶଳା ରାଜା ସୁରେନ୍ଦ୍ର ପ୍ରସାଦଙ୍କ ଆଉ ସେ ମୋ ବଦଳରେ ସୁଜ୍ଞାନକୁ ମନ୍ତ୍ରୀ ଦେଖିବି ଦୁଇଟା ଅଶାନ୍ତ ଆଉ ଆନନ୍ଦ ସେ ଦୁଇ ଜଣକୁ ଏମିତି ଘାଣ୍ଟିକି ତାଙ୍କ ପରିବାରରେ ଗୋଟିଏ ମହାଭାରତ ସୃଷ୍ଟି କରିବେ ଆଉ ତାପରେ ଦେଖିଦେବି କି ମଜା ତାପରେ ସିନା ସେ ମତେ
ଜାଣିବ ଯେ କେମିତିଆ ମଜା। ତମେ ତାହେଲେ ଚାଏ ଏପର୍ଯ୍ୟନ୍ତ ସେ ମୋ ଭଣଞ୍ଜା ଅଶାନ୍ତଟାକୁ ମୁଁ ମଦ ବାଲି ସହିତ ବ୍ୟବସ୍ଥା କରିକି ଫସେଇଦେବି। ଏଥରକ ମୁଁ ଯାଇକି ତାକୁ ସାକ୍ଷାତ କରିକି ସାନକୁ ରାଜା କରିବା ପାଇଁ ଚାହିଁଛି ନା ସେ ମନ୍ତ୍ରୀ ଚଢେଇ ଦେବି ଶଳା ଆରମ୍ଭ ହେଇଯିବ ସେଇ ରାମାୟଣରେ। କଣ ହୋଇଛି ମାମା? ଆରେ ଭଣଞ୍ଜା ତମେ ଆସି ହଁ ମାମା। ମୁଁ ସେୟା ଭାବୁଥିଲି ମୁଁ ତମ ପାଖକୁ ଯିବାର ହଁ ମାମା। ତମେ ଭଲ କଲ ମୋ ପାଖରୁ ପହଞ୍ଚି ଯାଇ। ମୁଁ କଣ କହୁଥିଲି କଣ ହେଇଛି ସବୁ ଭେଲା ବୁଡିଗଲା। ତୁମେ କଣ କହୁଛ ସିଧା ସିଧା କୁହ ମାମା। ମୁଁ ତୁମ କଥା କିଛି ବି ବୁଝିପାରୁନି। ମୋ କଥା ବୁଝିବା ଏତେ ସହଜ ସରଳ ନୁହେଁ। ଆରେ ମୁଁ ଯୋଉ କଥା କହେ ଆଉ ସେ ମୋ କଥାଟାକୁ ଗ୍ରହଣ କରି ନିଏ। ଯାର ଯଦି ଦୁଃଖ ଅଛି ଅସୁବିଧା ଅଛି ସେଟା ପୂରଣ ହୋଇଯିବ। ଆଉ ମୋର କଥା ଯଦି ମାନିଛି ଯାହାର ଦୁର୍ଦ୍ଦଶା ଦୁଃଖ ଥିଲେ ସବୁ ମୋ କଥା ବୁଝିବା ଏତିକି ସହଜ ନୁହେଁ। ହଁ ମାମା। ମୁଁ ଅଧା ଓଡ଼ିଆ ଅଧା ହିନ୍ଦୀ ଆଉ ଅଧା ସୁନା ଅଧା ଚାନ୍ଦି ଜାଗା ଦେଖିଦେବ। ହଁ ମାମା। ବୁଝିପାରିଲ? ହଁ ମାମା। ତମେ ତାହେଲେ କିଛି ଜାଣିନ? ନାଇଁ ମାମା। ଆରେ ଭଣଞ୍ଜା ହଁ ମାମା। ତମେ ରାଜା ସୁରେନ୍ଦ୍ର ପ୍ରସାଦଙ୍କ ବଡ଼ ହଁ ମାମା। ଦେଖ ତମେ ସୁରେନ୍ଦ୍ର ପ୍ରସାଦଙ୍କ ବଡ଼ ପୁଅ। ଆରେ ତମର ଯେତିକି ଅଧିକାର ଅଛି ସେତିକି ତୁମକୁ ଅଧିକାରରୁ ତଡ଼ି ଦିଆଯାଇଛି। ହଁ ମାମା। ମାନେ ଜାଣିପାରିଲ? ନାଇଁ ମାମା। ଆରେ ତମ ସାନ ଭାଇ ଆନନ୍ଦ ଆନନ୍ଦ ତାକୁ ରାଜା ପଦରେ ଅଭିଷିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାହେଲେ ମୋ ଭାଇ ଆନନ୍ଦ ଏ ମଣିପୁର ରାଜ୍ୟରେ ରାଜା ହେଉଛି। ମୁଁ ରାଜା ହେଲେ କି ମୋ ସାନ ଭାଇ ଆନନ୍ଦ ଏ ମଣିପୁର ରାଜ୍ୟରେ ରାଜା ହେଲେ କିଛି ଅସୁବିଧା ନାହିଁ ମାମା। ଭଣଞ୍ଜା ତମେ ଜାଣିନା ଏ ଦୁନିଆରେ ଯାହା ପାଖରେ ଟଙ୍କା ବାହୁବଳ ଅଛି ତାକୁ ହିଁ ଦୁନିଆ ଜାଣି। ଯାହାର କିଛି ନାହିଁ ତାହାର କିଛି ନାହିଁ। ତମେ ତାହେଲେ ଆନନ୍ଦଟା ରାଜା ହେଇଗଲେ ଖୁସି ହେବ। ହଁ ମାମା। ସେ କଣ ତମ ନିଜ ମା ପେଟର ଭାଇ? ନାଇଁ ରେ ଭଣଞ୍ଜା ସେ ତମର ସାବତ ମାର ପୁଅ। ହଁ ମାମା। ରାଜପଦରେ ଅଭିଷିତ କରିଦେଲେ ଆଉ ତମକୁ ଏଇ ରାଜ୍ୟର ଜନତା କେହି ବି ପଚାରିବେ ନା। ତୁମେ ଠିକ କଥା କହିଲ ମାମା। ମୁଁ ହେଲି ପିତାଙ୍କ ଅଯୋଗ୍ୟ ପୁତ୍ର। ଜ୍ୟେଷ୍ଠ ଥାଉ ଥାଉ କନିଷ୍ଠ ଏ ମଣିପୁର ରାଜ୍ୟର ଉତ୍ତରାଧିକାରୀ ହେବ ନା। କଦାପି এই ମଣିପୁର ରାଜ୍ୟରେ ଆନନ୍ଦ ରାଜା ହୋଇପାରିବ ନାହିଁ ମାମା। ମୋ ବାହୁରେ ଯେତେ ଦିନ ପର୍ଯ୍ୟନ୍ତ ଶକ୍ତି ଥିବା ଯାଏ এই ମଣିପୁର ସିଂହାସନରେ କେବେ ହେଲେ ଆନନ୍ଦ ବସି ପାରିବ ନାହିଁ ମାମା। କରିଦେଲେ ହେବ ନା କାହିଁକି ଜାଣିଛ? ତମେ ଯଦି ସେଇ ରାଜପଦରେ ଅଭିଷିତ ହେବାକୁ ଚାହୁଁଛ ହଁ ମାମା। ତମ ସେଇ ସାବତ ପୁଅ ମାର ଭାଇ ଆନନ୍ଦଟାକୁ କରିଦିଅ।
দিনে মণিপুর রাজা বলাইবি ঘেনি পাত্র মন্ত্রী হই ছত্রপতি